तो सुभद्रा योजना आसला गोटे बड़ अपडेट सुभद्रा प्लस एथिरे जो हिताधिकारी माने अछंती तो सेमाने कोन एथिरे बेनिफिट्स पाई परिबे सब जाको डिटेल्स ए वीडियो माध्यम रे आपण माने पाई परिबे। सुभद्रा प्लस कोन तार काम कोन कोन सब प्रॉफिट आपण माने पाई परिबे कोन सब जोड़ी की रहिछि गोटे योजना रे अनेक सारा जोड़ी की रहिछि कोन कोन सब रहिछि आज हम ए वीडियो माध्यम रे सब जाको खुलासा करिबा। तो देरी करिबानी वीडियो को स्टार्ट कर दबा ता पूर्व कहि रखिबी जदि प्रथम थर आपण माने चैनल को विजिट करछन्ती सब्सक्राइब करना सब्सक्राइब करे सहित पाखर दिया घंटी चिन्ह को ऑन कर देबे। यदि वीडियो टे आपन भल लागो ताले गोटे लाइक टे कर देबे। तो कोन से अपडेट अछि चलन हम जानि। मुख्यमंत्री मोहन चरण माझी आज विधानसभा रे 2025-26 आर्थिक वर्ष पई राज्य बजेट उपस्थापन करिसेंती। एही बजेट रे महिला सशक्तिकरण उपरे विशेष गुरुत्व दियाଯାଇଛି। महिला मानकर सशक्त केमती ही परिबे से विषय रे गुरुत्व दियाଯାଇଛି। सरकारଙ୍କର लोकप्रिय योजना ହେଉଛି सुभद्रा योजना। सुभद्रा योजना परिसरର ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ଏଥିପାଇଁ ଆରମ୍ଭ ହେବ ସୁଭଦ୍ରା ପ୍ଲସ୍ ଯୋଜନା। ତ ସୁଭଦ୍ରା ପ୍ଲସ୍ ଯୋଜନା କ'ଣ ନା ସୁଭଦ୍ରା ପ୍ଲସ୍ ଯୋଜନା ହେଉଛି ଗୋଟେ ଯୋଜନା ତା ମଧ୍ୟରେ ଅନେକ ଗୁଡ଼ିଏ ଯୋଜନା ସେଥିରେ ରହିପାରିବ। ତ ସୁଭଦ୍ରା ପ୍ଲସ୍ ଯୋଜନା ଅଧୀନରେ କେତେ ଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରାଯିବ ସେସବୁ ମଧ୍ୟରେ ରହିଛି କିଶୋରୀ ସୁଭଦ୍ରା, ସୁଭଦ୍ରା ସଞ୍ଚୟ, ସୁଭଦ୍ରା ସୁରକ୍ଷା, ସୁଭଦ୍ରା ସାକ୍ଷୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ, କୁହ ସୁଭଦ୍ରା ବା କଲ୍ ସେଣ୍ଟର, ସୁଭଦ୍ରା ସହଯୋଗୀ, ସୁଭଦ୍ରା ସ୍କଲାର, ସୁଯୋଗ୍ୟ ସୁଭଦ୍ରା। ସୁଭଦ୍ରା ଯୋଜନା ପାଇଁ ବଜେଟରେ ମୋଟ 10.145 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମହିଳାମାନଙ୍କ ନିରାପତ୍ତା କେମିତି ପାଇପାରିବେ ବା ସୁରକ୍ଷା ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେଇକି ସରକାର ଆମର ଗୋଟେ ସୁଭଦ୍ରା ପ୍ଲସ୍ ଗୋଟେ ଯୋଜନା ନେଇକି ଆସିଛନ୍ତି ବା ଗୋଟେ ଅପଡେଟ୍ କହିଲେ ଚଳେ। ତ ନେଇକି ଆସିଛନ୍ତି ଯାହାଫଳରେ କି ମହିଳାମାନେ ବହୁତ ଏଥିରେ ଲାଭବାନ ପାଇପାରିବେ। ତ ସେଥିପାଇଁ ବହୁତ ସାରା ଯୋଜନା ମଧ୍ୟ ଯୋଡ଼ି ସାରିଛନ୍ତି ଆମର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆମର ସୁଭଦ୍ରା ଯୋଜନାରେ ବହୁତ ସାରା ଅପଡେଟ୍ ଯୋଡ଼ି ସାରିଛନ୍ତି। କୁହ ସୁଭଦ୍ରା, ଶୁଣ ସୁଭଦ୍ରା, ସୁଭଦ୍ରା ସେତୁ, ସୁଭଦ୍ରା ସଂଘ, ସୁଭଦ୍ରା ତାପରେ ହଉଛୁ ସହଯୋଗୀ ସୁଭଦ୍ରା, ସ୍କଲାର ସୁଭଦ୍ରା, ଏଇସବୁ ବହୁତ ସାରା ବ୍ୟୟବରାଦ ହେଇଛି। ତ ଆପଣମାନେ ଜାଣିପାରିଲେ କେତେ 10.145 କୋଟି ଟଙ୍କାର ବ୍ୟୟବରାଦ ହେଇସାରିଛି। ମହିଳାମାନଙ୍କ ନିରାପତ୍ତା ଓ ସୁରକ୍ଷା ପାଇଁ ସୁଭଦ୍ରା ସୁରକ୍ଷା ଆରମ୍ଭ କରାଯାଇଛି। ସୁଭଦ୍ରା ସୁରକ୍ଷା ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ପାଇଁ କେତେ ଟଙ୍କା ବ୍ୟୟବରାଦ କରାଯାଇଛି ନା 153 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କେଉଁ ଯୋଜନା ପାଇଁ ନା ସୁଭଦ୍ରା ପ୍ଲସ୍ ପାଇଁ। ଆପଣମାନେ ଯଦି ତ ସରକାର ଏଥିରେ ଘୋଷଣା କରିଥିଲେ କ'ଣ କି 98 ଲକ୍ଷରୁ ଅଧିକ ମହିଳାମାନେ ତ ସୁଭଦ୍ରା ଟଙ୍କା ପାଇସାରିଛନ୍ତି। ଆହୁରି କିଛି ମହିଳା ରହିଯାଇଛନ୍ତି କି ସୁଭଦ୍ରା ଟଙ୍କା ପାଇବା ପାଇଁ ଇଲିଜିବିଲିଟି ଅଛନ୍ତି କିନ୍ତୁ ତାଙ୍କର ଅଣ୍ଡର ପ୍ରୋସେସ୍ ରହିଯାଇଛି ଯାହାଫଳରେ କି ସେମାନେ ସୁଭଦ୍ରା ଟଙ୍କା ପାଇବାରେ ବଞ୍ଚିତ ରହିଛନ୍ତି କହିଲେ ଚଳେ। ତ ସେମାନେ ମାର୍ଚ୍ଚ 8ରେ ଉଭୟ କିସ୍ତି ପାଇବା ପାଇଁ ଯାଉଛନ୍ତି। ଦୁଇଟି କିସ୍ତି, ପ୍ରଥମ କିସ୍ତି ପ୍ଲସ୍ ଦ୍ୱିତୀୟ କିସ୍ତି, ଦୁଇଟା କିସ୍ତି ମିଶିଲେ କେତେ ଟଙ୍କା ହେଉଛି ନା 10,000 ଟଙ୍କା ସେମାନେ ପାଇବା ପାଇଁ ଯାଉଛନ୍ତି। ଏଇ ଛୋଟିଆ ଇନଫର୍ମେସନ୍ ଆପଣଙ୍କର ଥିଲା। ତ ଯଦି ଭଲ ଲାଗିଥିବ ତାହେଲେ ଗୋଟେ ଲାଇକ୍ କରିବା ସହିତ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିଦେବେ। ତ ନମସ୍କାର, ଜୟ ଜଗନ୍ନାଥ।